ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ନୂଆ ବର୍ଷର ନୂଆ ବନ୍ଧୁ। ଆଜିର ପ୍ରସଙ୍ଗ ହେଲା ନୂଆ ବର୍ଷର ନୂଆ ବନ୍ଧୁ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟମାନେ, ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢିବା। ମୋ ସହିତ ଆପଣମାନେ ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ 15 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କୁ ସେହି ପ୍ରକାର କହନ୍ତି, ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁନାହିଁ, କାରଣ କର୍ତ୍ତା କ'ଣ କରନ୍ତି ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି ସେହି ସବୁ ତୁମ୍ଭମାନଙ୍କୁ ଜଣାଇଅଛି। ପ୍ରଭୁଙ୍କର ଗୌରବ ହଉ। ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ଯେ ଆପଣ ଶିଷ୍ୟମାନଙ୍କୁ ସେ ଏହା କହିଲେ ଯେ ମୁଁ ତୁମ୍ଭମାନଙ୍କୁ ଦାସ ବୋଲି କହୁନାହିଁ, ମୁଁ ତୁମକୁ ବନ୍ଧୁ ବୋଲି କହୁଛି। ପ୍ରିୟମାନେ, ଏହି ପୃଥିବୀରେ ଯଦି ଜଣେ ଉତ୍ତମ ବନ୍ଧୁ, ଭଲ ବନ୍ଧୁ, ଯେ କି ଦୁଃଖରେ ସୁଖରେ ପ୍ରତିଟି ପରିସ୍ଥିତିରେ ଆମ ସହିତ ଠିଆ ହେବା ଭଳି ଯଦି ବନ୍ଧୁ କେହି ଅଛନ୍ତି, ସେ ହେଉଛନ୍ତି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆପଣ ଏହି ପୁରାତନ ବର୍ଷରେ ଆପଣଙ୍କ ଜୀବନ କାଳ ମଧ୍ୟରେ ହେଇପାରେ ଆପଣ ଅନେକଙ୍କ ସହିତ ବନ୍ଧୁ ବାନ୍ଧିଛନ୍ତି। ଆପଣ ସେମାନଙ୍କ ଧନକୁ ଦେଖି, ଜ୍ଞାନକୁ ଦେଖି, ସେମାନଙ୍କର କଥାବାର୍ତ୍ତାକୁ ଦେଖି, କୌଣସି ବିଷୟ ବି ଆପଣ ଦେଖି ବନ୍ଧୁ ବାନ୍ଧିଛନ୍ତି। କିନ୍ତୁ ସେହି ବନ୍ଧୁମାନେ ଆପଣଙ୍କ ଦୁଃଖ ଘଟିଲେ, ସମସ୍ୟା ଘଟିଲେ, ପରିସ୍ଥିତିକୁ ଦେଖି ହେଇପାରେ ସେମାନେ ଆପଣଙ୍କୁ ପରିତ୍ୟାଗ କରିବେ, ଛାଡ଼ିଦେବେ। ମାତ୍ର ଯେଉଁ ଉତ୍ତମ ବନ୍ଧୁ, ଯେ କି ସ୍ୱର୍ଗର ପରମେଶ୍ୱର ଏହି ପୃଥିବୀ ପୃଷ୍ଠରେ ଆସି ସେ ଆମ ସହିତ ବନ୍ଧୁ ବାନ୍ଧିଛନ୍ତି, ଆମକୁ ସେ ବନ୍ଧୁ ବୋଲି ସେ ସମ୍ବୋଧନ କରୁଛନ୍ତି, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ କି ଉତ୍ତମ ବନ୍ଧୁ, ସେ ଆମକୁ କେବେ ମଧ୍ୟ ପରିତ୍ୟାଗ କରିବେ ନାହିଁ। ପ୍ରିୟମାନେ, ଏହି ଜଗତର ଲୋକମାନେ ଟଙ୍କା ଖର୍ଚ୍ଚ କରି, ସମୟ ନଷ୍ଟ କରି, ଅନେକ ଅର୍ଥକୁ ବ୍ୟୟ କରି ସେମାନେ ବନ୍ଧୁ ସ୍ଥାପନ କରନ୍ତି। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ସହିତ ବନ୍ଧୁ ବାନ୍ଧିବା ପାଇଁ ସେ ମିଠା ଦେଇ, କୌଣସି ପ୍ରକାର ଅର୍ଥ ଦେଇ ଆମକୁ ସେ ବନ୍ଧୁତା ସ୍ଥାପନ କଲେ ନାହିଁ। ସେ ନିଜ ରକ୍ତ ଝରାଇ, ନିଜ ଜୀବନକୁ ଦେଇ ସେ ଆମ ସହିତ ବନ୍ଧୁ ବାନ୍ଧିଲେ। ଆଉ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ଏହି ନୂଆ ବର୍ଷରେ ତୁମେ କାହା ସହିତ ବନ୍ଧୁ ବାନ୍ଧିବା କଥା, କାହା ସହିତ ବନ୍ଧୁତା ସ୍ଥାପନ କରିବା କଥା ନାହିଁ। ତାହାଙ୍କ ବାକ୍ୟ ଦ୍ୱାରା ସେମାନଙ୍କୁ କହିବା ପାଇଁ ଚାହାନ୍ତି। ପ୍ରିୟମାନେ, ଆସନ୍ତୁ ଆମେ ବାକ୍ୟରୁ ଦେଖିବା ଯେ ଏହି ନୂଆ ବର୍ଷରେ ଆମେ କେଉଁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା କଥା, କେଉଁମାନଙ୍କ ସହିତ ଆମର ସହଭାଗିତା ରହିବା ଆବଶ୍ୟକ ରହିଛି। ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ହିତୋପଦେଶ 13 ଅଧ୍ୟାୟକୁ ଆସିବେ। ହିତୋପଦେଶ 13 ଅଧ୍ୟାୟ 20 ପଦରେ ଏହି ପ୍ରକାର ଲେଖାଯାଏ, ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ, ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଲେଶ ପାଇବ। ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟ ଏହି ସ୍ଥାନରେ ସ୍ପଷ୍ଟ ଭାବରେ କହେ, ତୁମେ ଜ୍ଞାନୀମାନଙ୍କ ସହିତ ବସ ଉଠ, ତାଙ୍କ ସହିତ ତୁମେ ଗମନାଗମନ କର, ତାହେଲେ ତୁମେ ଜ୍ଞାନୀ ହେବ। ମାତ୍ର ତୁମେ ମୂର୍ଖମାନଙ୍କ ସଙ୍ଗ ସହିତ ବୁଲିବ, ମୂର୍ଖମାନଙ୍କ ସହିତ ତୁମେ ଯଦି ବନ୍ଧୁ ବାନ୍ଧିବ, ତାହେଲେ ତୁମେ କ୍ଲେଶ ପାଇବ। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ, ଅନେକ ଯୁବା ଯୁବତୀ ମାନେ ଆଜି ନଷ୍ଟ ଭ୍ରଷ୍ଟ ହେବାର କାରଣ ହେଲା ମୂର୍ଖମାନଙ୍କର ସଙ୍ଗ, ଅସଙ୍ଗତ ସାଙ୍ଗସାଥି। ଆଜି ଯାହା ସହିତ ମିଶିବା ପାଇଁ, ଯାହା ସହିତ ଆମେ ସମ୍ପର୍କ ରଖିବା ପାଇଁ ବାଇବେଲ ଯାହା ମନା କରେ, ସ୍ୱର୍ଗର ପରମେଶ୍ୱର ଯାହା ଆମକୁ ଅନୁଚୋଗ କରନ୍ତି ଯେ ସେମାନଙ୍କ ସହିତ ତୁମେ ମିଶ ନାହିଁ, ସେମାନଙ୍କ ସହିତ ମିଶିବା ଦ୍ୱାରା, ମୂର୍ଖମାନଙ୍କର ସଙ୍ଗରେ ରହିବା ଦ୍ୱାରା ଆଜି ଅନେକ ଭାଇ ଭଉଣୀ ମାନେ କ'ଣ ହେଇଛନ୍ତି ନା ଭ୍ରଷ୍ଟ ହେଇଛନ୍ତି। ତାଙ୍କ ଜୀବନରେ କ୍ଲେଶ, ଦୁଃଖ, ଅନେକ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି। ଅନେକ ଯୁବା ଯୁବତୀ ମାନେ ଆଜି କାନ୍ଦୁଛନ୍ତି, ମୁଁ ଏହି ଭୁଲ କାହିଁକି କଲି, ମୁଁ ନ କରିଥିଲେ ହେଇଥାନ୍ତା। ସେମାନେ ବହୁତ ପ୍ରସ୍ତାଉଛନ୍ତି, ଅନୁତାପ କରୁଛନ୍ତି। ପ୍ରିୟମାନେ, ଆମର ଏହି ଯୌବନ ଅବସ୍ଥାରେ ଆମେ ଆପଣ ପରମେଶ୍ୱରଙ୍କୁ ଭୟ କରିବା ଏବଂ ଉପଯୁକ୍ତ ଜଣେ ସାଙ୍ଗ ସହିତ, ଜଣେ ବନ୍ଧୁ ସହିତ ଆମେ ବସିବା ଉଠିବା। ଏହା ପ୍ରଭୁଙ୍କ ବାକ୍ୟ କହେ, ଯଦି ଆପଣ ଯଦି ମଦୁଆ ସହିତ ମିଶୁଛନ୍ତି, ଆପଣ ମଧ୍ୟ ମଦୁଆ ହେଇଯିବେ। ଜଣେ ମୂର୍ଖ, ଦୁଷ୍ଟ, ଜଣେ ଚୋରି ସହିତ ଆପଣ ଯଦି ବସୁଛନ୍ତି, ତାହେଲେ ଆପଣ ସେଇ
ଚୋରି କରିବା ବ୍ୟକ୍ତିଙ୍କ ପରି ଆପଣଙ୍କ ଜୀବନ ମଧ୍ୟ ହେଇଯିବ। ସେଥିପାଇଁ ପ୍ରଭୁଙ୍କ ବାକ୍ୟ କହେ ତୁମେ ଜ୍ଞାନୀ ମାନଙ୍କ ସହିତ ଗମନାଗମନ କର, ତାହେଲେ ତୁମେ ମଧ୍ୟ ଜ୍ଞାନୀ ହେଇଯିବ। ମାତ୍ର ମୂର୍ଖ ମାନଙ୍କ ସହିତ ଯଦି ବୁଲିବ ତାହେଲେ ତୁମେ କ୍ଲେଶ ପାଇବ, ତୁମେ ମଧ୍ୟ ମୂର୍ଖ ହେଇଯିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣ ସେଇ ହିତ ଉପଦେଶ 23 ଅଧ୍ୟାୟ 20 ପଦ ଦେଖିବେ, ଲେଖାଯାଏ ଦ୍ରାକ୍ଷ ରସରେ ଆସକ୍ତ ଓ ପେଟାର୍ଥୀ ମାଂସ ଭକ୍ତ ମାନଙ୍କ ସଙ୍ଗୀ ହୁଅ ନାହିଁ। ଏ ସ୍ଥାନ ଲେଖାଯାଏ ଯେ କଣ ଲେଖାଯାଏ, ଦ୍ରାକ୍ଷା ରସରେ ଆସକ୍ତ, ଯେଉଁମାନେ ମଦ୍ୟପାନ କରନ୍ତି, ନିଶାକୁ ବହୁତ ଭଲ ପାଆନ୍ତି, ଆଉ ମାଂସ ବହୁତ ପରିମାଣରେ ସେମାନେ ଖାଆନ୍ତି, ସେମାନଙ୍କର ଯେତେ ଖାଇଲେ ମଧ୍ୟ ସେମାନଙ୍କ ଉଦର ପୂର୍ଣ୍ଣ ହୁଏ ନାହିଁ। ପେଟାର୍ଥୀ ମାନେ, ପ୍ରିୟମାନେ, ଏହି ପେଟାର୍ଥୀ ମାନେ, ପେଟୁକ ମାନେ, ଈଶ୍ୱରଙ୍କ ରାଜ୍ୟରେ ଏମାନଙ୍କର କୌଣସି ଅଧିକାର ନାହିଁ। ଆପଣ ଏଦନ ଉଦ୍ୟାନକୁ ଯିବେ, ଆପଣ ସେଇ ସ୍ଥାନରେ ଆମେ ଦେଖୁଛୁ ଯେ ପୃଥିବୀରେ ପ୍ରଥମ ପାପ ଯାହା ପ୍ରବେଶ କରୁଛି ଯେ ଖାଇବାର ପାପ। ଏହି ଖାଇବାର ପାପ ବହୁତ ବିପଦପୂର୍ଣ୍ଣ ଅଟେ। ପ୍ରଭୁ କହନ୍ତି ଯେ ଏହି ପେଟାର୍ଥୀ ମାନଙ୍କର ସଙ୍ଗୀ ତୁମେ ହୁଅ ନାହିଁ, ନହେଲେ କଣ ହେବ? ତୁମେ 21 ପଦରେ ଲେଖାଯାଏ, କାରଣ ମତୁଆଳ ଓ ପେଟୁକ ଦରିଦ୍ର ହେବେ। ଲେଖାଯାଏ ତଳକୁ, ପୁଣି ଘୁମା ମନୁଷ୍ୟକୁ ଚିରାକନା ପିନ୍ଧାଇବ। ପ୍ରିୟମାନେ, ମଦ ପିଇ ବିଭିନ୍ନ ପ୍ରକାର ଖାଦ୍ୟକୁ ଭଲ ପାଇ ଅନେକ ଟଙ୍କା ଖର୍ଚ୍ଚ କରି ସେମାନେ ଆଜି ଜୀବନଯାପନ କରୁଛନ୍ତି। ଆପଣ ସେମାନଙ୍କୁ ଚିହ୍ନନ୍ତୁ, ସେମାନଙ୍କ ଠାରୁ ପୃଥକ ରୁହନ୍ତୁ, ସେମାନଙ୍କ ସହିତ ଆପଣ ବନ୍ଧୁ ବାନ୍ଧନ୍ତୁ ନାହିଁ। ଆପଣ ଗୋଟେ ନୂଆ ବନ୍ଧୁ ବାନ୍ଧନ୍ତୁ, ଯେ କି ଭୋକରେ ଶୋଷରେ ମଧ୍ୟ ସେ ପରାଜୟ ନ ହେଇ ପ୍ରଭୁଙ୍କର ବାକ୍ୟରେ ଯେ ସ୍ଥିର ହେଇକି ରହୁଛି, ଜିହୋବା ଯିରି ପରମେଶ୍ୱରଙ୍କ ଉପରେ ଭରସା ରଖି ରହୁଛି, ଆପଣ ସେଇ ପ୍ରକାର ଗୋଟେ ନୂଆ ବନ୍ଧୁଙ୍କୁ ଆପଣ ନିରୀକ୍ଷଣ କରନ୍ତୁ। ଆପଣ ଏଇ ନୂଆ ବର୍ଷରେ ଜଣେ ଆତ୍ମିକ ବନ୍ଧୁ, ଜଣେ ପ୍ରକୃତ ବନ୍ଧୁଙ୍କ ସହିତ ଚାଲନ୍ତୁ। ଏହା ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ପରାମର୍ଶ ଦିଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଆପଣମାନଙ୍କ ନିକଟରେ ମୁଁ ଆଉ ଗୋଟିଏ ବାକ୍ୟଟି ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆସିବେ ପ୍ରଥମ କରନ୍ତୀୟ 15 ଅଧ୍ୟାୟ ତାର 33 ପଦରେ ଲେଖାଯାଏ ଯେ ଭ୍ରାନ୍ତ ନ ହୁଅ, କୁଂସ ସ୍ୱର୍ଗ ଶିଷ୍ଟାଚାର ନଷ୍ଟ କରେ। ଖରାପ ଖରାପ ସାଙ୍ଗ ସହିତ ମିଶିବା, ଖରାପ ଲୋକଙ୍କ ସହିତ ବୁଲିବା, ଆମେ ଯେତେ ଭଦ୍ରାମୀ ହେଲେ ମଧ୍ୟ ଆମର ସେଇ ସବୁ ଭଦ୍ରାମୀ ଗୁଡ଼ିକ କଣ ହେଇଯାଏ? ନଷ୍ଟ ହେଇଯାଏ। ଆମେ ଯେତେ ପ୍ରାର୍ଥନା ଯାଉନା କାହିଁକି, ବାଇବେଲ ଯେତେ ପଢୁନା କାହିଁକି, ଆମେ ଯେତେ ଉପବାସ କରୁନା କାହିଁକି, ଯଦି ଆମେ ଖରାପ ଲୋକ ସହିତ ଆମେ ବସିବା ଉଠିବା, ତା ସହିତ ସବୁବେଳେ ଯଦି ରହିବା, ତାହେଲେ ଆମର ସବୁ ଧର୍ମ ପରାୟଣ ବୃଥା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ସେମାନଙ୍କ ଠାରୁ ପୃଥକ ରହିବା ଏବଂ ଆମ ପାଇଁ ଆମେ ପ୍ରାର୍ଥନା କରିବା, ପ୍ରଭୁ ମୋତେ ଗୋଟେ ଏ ପ୍ରକାର ବନ୍ଧୁ ଦିଅ ଯେ କି ସବୁବେଳେ ତୁମ ପଥରେ ମୋତେ ଚାଲିବା ପାଇଁ ଉତ୍ସାହିତ କରିବ, ଯାହାକୁ ଦେଖି ମୁଁ ତୁମ ପଛରେ ଚାଲିବା ପାଇଁ ଅନୁପ୍ରାଣିତ ହେବି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆପଣମାନେ ମୋ ସହିତ ପୁରାତନ ନିୟମକୁ ଆସିବେ। ପୁରାତନ ନିୟମ ଆପଣ ପଢିବେ, ପ୍ରଥମ ସାମୁଏଲ 9 ଅଧ୍ୟାୟକୁ ଆସିବେ। ପ୍ରଥମ ସାମୁଏଲ 9 ଅଧ୍ୟାୟ 5 ଆଉ 6 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଲେଖାଯାଏ, ଯେତେବେଳେ ସେମାନେ ସୁଖ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ସାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରିଯାଉ, ନହେଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ। 6 ପଦ ଲେଖାଯାଏ, ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟବାନ ଲୋକ, ସେ ଯାହା ସବୁ କହନ୍ତି ନିଶ୍ଚୟ ସଫଳ ହୁଏ। ଆସ ଆମ୍ଭେମାନେ ସେଠାକୁ ଯାଉ, ହୋଇପାରେ ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ ସେହି ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ। ପ୍ରଭୁଙ୍କର ଗୌରବ ହଉ। ଏହି କଥା ଯେତେବେଳେ କିସ୍ର ଗଧ ହଜି ଯାଉଛନ୍ତି, କିସ୍ଙ୍କର ପୁଅ ଯେ ସାଉଲ ତାହାଙ୍କର ଗଧ ଖୋଜିବା ପାଇଁ ସେ ଯାଉଛନ୍ତି, ଆପଣା କାହାକୁ ଜଣେ ସଙ୍ଗରେ ନେଇଯାଅ, ଏହି କଥା ସାଉଲଙ୍କ ପିତା ତାଙ୍କୁ କହିଲେ। ଆଉ ସାଉଲ ଜଣେ ତାଙ୍କର ବନ୍ଧୁକୁ ଧରି ସେ ଗଧ ଖୋଜିବା ପାଇଁ ଯାଉଛନ୍ତି। ସେମାନେ ବିଭିନ୍ନ ସ୍ଥାନକୁ ଖୋଜୁଛନ୍ତି। ଗଧ ନ ପାଇଲା ପରେ ସାଉଲ ନିରାଶ ହୋଇ କହୁଛନ୍ତି, ଏବେ ଆଉ କିଛି ଉପାୟ ନାହିଁ, ଆମେ ଘରକୁ ଫେରିଯିବା, କାରଣ ଗଧର ଚିନ୍ତା ଛାଡ଼ି ପିତା ମୋ ବିଷୟରେ ସେ ଚିନ୍ତା କରୁଥିବେ। ଏହି ସମୟରେ ତାଙ୍କର ବନ୍ଧୁ କହୁଛନ୍ତି ଯେ ଏହି ନଗରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି, ଯେ କି ଅତି ମାନ୍ୟବାନ ଲୋକ, ସେ ଯାହା କହିବେ ତାହା ସମ୍ପୂର୍ଣ୍ଣ ସତ୍ୟ। ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଆପଣ ଗୋଟେ ଏଇ ପ୍ରକାର ନୂଆ ବନ୍ଧୁ ସହିତ ମିଶନ୍ତୁ, ଯେ କି ଆପଣଙ୍କ ନିରୁପାୟ ସମୟରେ ଉପାୟ ଦେବେ, ଯେ କି ଜଣେ ସତ୍ୟ ପ୍ରକୃତ ଜୀବିତ ପରମେଶ୍ୱରଙ୍କ ସେବକଙ୍କୁ ଜାଣିଥିବେ, ଯେ କି ଗୋଟେ ଭଲ ସହଭାଗିତାକୁ ଚିହ୍ନି ପାରୁଥିବେ, ଯୋଉଠିର ଶିକ୍ଷା ମୋ ଜୀବନକୁ ବଦଳାଇବ, ଯାହାର ପ୍ରଚାର
ମୋ ପରିବାରର ଗଠନର କାରଣ ହେବ। ଏଇ ପ୍ରକାର ଜଣେ ଜ୍ଞାନ ଆଉ ବୁଦ୍ଧି ଥିବା ଜଣେ ଯୁବା ସହିତ ମିଶନ୍ତୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣ କାହା ସହିତ ଏଇ ବର୍ଷ ସାରା ଚାଲିଲେ, ଆପଣ କାହା ସହିତ ଏଇ ବର୍ଷ ସାରା ସମ୍ପର୍କ ସ୍ଥାପନ କଲେ, ପ୍ରିୟମାନେ ଆପଣ ନିଜକୁ ସମୀକ୍ଷା କରି ଏହି ସମୟ ପରମେଶ୍ୱର ଆମକୁ ଏଥିପାଇଁ ଦେଇଛନ୍ତି, ଆମେ ଗୋଟେ ନୂଆ ବନ୍ଧୁ ସହିତ ମିଶିବା, ଯେଉଁ ବନ୍ଧୁ କି ଆମକୁ ସବୁବେଳେ ପ୍ରଭୁଙ୍କ ପଛରେ ଚାଲିବା ପାଇଁ ଅନୁପ୍ରାଣିତ କରିବେ, ଯେଉଁ ବନ୍ଧୁ କି ଆମକୁ ସବୁବେଳେ ପ୍ରଭୁଙ୍କ ସହିତ ରହିବା ପାଇଁ ଉତ୍ସାହିତ କରିବେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ ଆପଣମାନଙ୍କ ନିକଟରେ ମୁଁ ଆଉ ଗୋଟେ ବାକ୍ୟ ପଢି ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ରୋମିଓ ପୁସ୍ତକ 12 ଅଧ୍ୟାୟକୁ ଆସିବେ। ରୋମିଓ ପୁସ୍ତକ 12 ଅଧ୍ୟାୟ 16 ପଦରେ ଲେଖାଯାଏ, ପରସ୍ପର ପ୍ରତି ଏକମନା ହୁଅ, ଉଚ୍ଚାଭିମାନୀ ନ ହୋଇ ଦିନ ଲୋକମାନଙ୍କର ସଙ୍ଗୀ ହୁଅ, ଦିନ ଲୋକମାନଙ୍କର ସଙ୍ଗୀ ହୁଅ, କାରଣ ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। ପ୍ରିୟମାନେ ଦିନ ଲୋକମାନଙ୍କ ସହିତ ବନ୍ଧୁତା ବାନ୍ଧନ୍ତୁ, ବନ୍ଧୁ କରନ୍ତୁ, ଦିନ ଲୋକମାନଙ୍କ ସହିତ ଆପଣ ସମ୍ପର୍କ ସ୍ଥାପନ କରନ୍ତୁ। ଉଚ୍ଚାଭିମାନୀ ଗର୍ବୀ ଲୋକମାନଙ୍କ ସହିତ ଆପଣ ବସନ୍ତୁ ନାହିଁ, ଉଠନ୍ତୁ ନାହିଁ। ଆପଣ ଜଣେ ନମ୍ର ଲୋକ ସହିତ ଆପଣ ବନ୍ଧୁତା ସ୍ଥାପନ କରନ୍ତୁ। ଆପଣ ମଧ୍ୟ ନମ୍ର ହେଇଯିବେ, ଆପଣ ମଧ୍ୟ ଆତ୍ମାରେ ଦିନହୀନ ହେଇଯିବେ। ପ୍ରିୟମାନେ ଶେଷ ବାକ୍ୟ ପଢି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପଢିବେ 2 ତିମୋଥୀ 2 ଅଧ୍ୟାୟ 22 ପଦରେ ଏ ପ୍ରକାର ଲେଖାଯାଏ, କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି ଯେଉଁମାନେ ସୂଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ସେମାନଙ୍କ ସହିତ ଆମେ ବସିବା, ଉଠିବା, ଯେଉଁମାନେ ପ୍ରାର୍ଥନାକାରୀ ଲୋକ, ଯେଉଁମାନେ ଆତ୍ମିକ, ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି। ଏଇ ପ୍ରକାର ଗୋଟେ ନୂଆ ବନ୍ଧୁ ସହିତ ଆମେ ଏଇ ନୂଆ ବର୍ଷରେ ଆଗକୁ ବଢିବା। ପ୍ରଭୁ ଏଇ ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ପଦେ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ ପୁନର୍ବାର ତୁମ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ କଥା ହେଇଛ। ପ୍ରଭୁ ଏଇ ନୂଆ ବର୍ଷରେ ଆମେ କାହା ସହିତ ମିଶିବୁ, କାହା ସହିତ ମିଶିବୁ ନାହିଁ, ତୁମ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ ସ୍ପଷ୍ଟ ଭାବରେ କହିଥିବାରୁ ଆମେ ତୁମର ଗୌରବ କରୁଛୁ। ତୁମେ ଆମମାନଙ୍କୁ ଏ ପ୍ରକାର ଅନୁଗ୍ରହ ଦିଅ, ଆଜିର ବାକ୍ୟ ଅନୁସାରେ ପ୍ରଭୁ ଆମେ ଗୋଟେ ନୂଆ ବନ୍ଧୁ, ଯେ କି ପ୍ରକୃତ ବନ୍ଧୁ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର କରିବୁ, ଆଉ ଉପଯୁକ୍ତ ଲୋକ ସହିତ ମିଶି ତୁମ ସେବାରେ, ତୁମ ରାଜ୍ୟ ନିମନ୍ତେ ଆମେ ପ୍ରସ୍ତୁତ ହେବୁ। ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍।